ଇଂରାଜୀ ନବବର୍ଷ ଉପଲକ୍ଷେ ପିଠଣିଆ ମାଙ୍କ ପୀଠରେ ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ। ଇଂରାଜୀ ନବବର୍ଷକୁ ଅଭିନନ୍ଦନ ଜଣାଇବା ଉପଲକ୍ଷେ ସୁକିନ୍ଦା ଅଞ୍ଚଳର ସୁପରିଚିତ ବାଲୁକା ଶିଳ୍ପୀ ସନ୍ତୋଷ ପ୍ରଧାନଙ୍କ ଦ୍ୱାରା ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକା ପ୍ରତିମୂର୍ତ୍ତି ବୁଧବାର ଦିବା 10 ଘଟିକା ସମୟରେ ସ୍ଥାନୀୟ ଲୋକମାନଙ୍କୁ ଆକର୍ଷିତ କରିଥିବା ଦେଖିବାକୁ ମିଳିଛି। ହରିପୁର ସ୍ଥିତ ଗ୍ରାମଦେବୀ ମା ପିଠଣିଆ ମାଙ୍କ ମନ୍ଦିର ପରିସରରେ 7 ଫୁଟ ଉଚ୍ଚତା ବିଶିଷ୍ଟ ମହାପ୍ରଭୁ ଜଗନ୍ନାଥଙ୍କ ବାଲୁକା କଳାକୃତି ଲୋକଙ୍କ ଆକର୍ଷଣ ପାଲଟିଛି। ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ବାସିନ୍ଦା ବାଲୁକା ଶିଳ୍ପୀ ସନ୍ତୋଷ ବିଭିନ୍ନ ପର୍ବପର୍ବାଣୀ ଓ ସ୍ମରଣୀୟ ଦିବସରେ ସ୍ଥାନୀୟ ଅଞ୍ଚଳରେ ବାଲୁକା କଳା ପ୍ରଦର୍ଶନ କରିବା ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କଳାକୃତି ପ୍ରଦର୍ଶନ କରି ସନ୍ତୋଷ ସମ୍ମାନିତ ହୋଇ ନିଜର ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ସନ୍ତୋଷ ବିନା ତାଲିମରେ ଏଭଳି କଳାକୃତି ପ୍ରଦର୍ଶନ କରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୋଣାର୍କରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାଲୁକା କଳାକୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସନ୍ତୋଷ ସମ୍ମାନିତ ହୋଇଥିବା ଦେଖିବାକୁ ମିଳିଥିଲା।